प्रभु यीशु ख्रीष्टଙ୍କର ଅନୁଗ୍ରହ पिता ईश्वरଙ୍କର ପ୍ରେମ ପବିତ୍ର ଆତ୍ମାଙ୍କର ଶାନ୍ତି ଏବଂ ସହାୟତା ତୁମ ସମସ୍ତଙ୍କ ସହବର୍ତ୍ତୀ ରହୁ ଆମେନ୍। ଆସନ୍ତୁ ଆମମାନେ ଆଜିର ଏହି ସନ୍ଧ୍ୟାକାଳୀନ ଉପାସନାର ସଂକ୍ଷିପ୍ତ ଧ୍ୟାନ ସକାଶେ ପ୍ରଭୁଙ୍କର ଜୀବନ୍ତ ନିର୍ଦ୍ଧାରିତ ବାକ୍ୟ ଶୁଣିବା, ଯାହା ଲେଖା ଅଛି ଯିଶାୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ ତାର 61 ଅଧ୍ୟାୟ 1 ପଦରୁ 11 ପଦ ପର୍ଯ୍ୟନ୍ତ। ଯିଶାୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 61 ଅଧ୍ୟାୟ ପ୍ରଥମ ପଦରୁ 11 ପଦ ପର୍ଯ୍ୟନ୍ତ। ଏଠାରେ ଲେଖା ଅଛି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ, ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ, ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ, ସିଓନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍ ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସା ରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମ ରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ। ପୁଣି ସେମାନେ ପୁରାତନ ଧ୍ୱଂସିତ ସ୍ଥାନ ସବୁ ନିର୍ମାଣ କରିବେ, ପୂର୍ବ କାଳର ନଷ୍ଟ ସ୍ଥାନ ସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସକଳ ନୂତନ କରିବେ। ପୁଣି ଅପରିଚିତ ଲୋକମାନେ ତୁମମାନଙ୍କର ପୋଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀ ମାନେ ତୁମମାନଙ୍କର ଶସ୍ୟ କ୍ଷେତ୍ରର ଓ ଦ୍ରାକ୍ଷା କ୍ଷେତ୍ରର କୃଷକ ହେବେ। ମାତ୍ର ତୁମେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ। ଲୋକମାନେ ତୁମମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ। ତୁମେମାନେ ଅନ୍ୟ ଦେଶୀୟ ମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମେମାନେ ଦର୍ପ କରିବ। ତୁମେମାନେ ଲଜ୍ଜାର ପରିବର୍ତ୍ତେ 2 ଗୁଣ ସମ୍ମାନ ପାଇବ, ପୁଣି ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ। ଏ ନିମନ୍ତେ ସେମାନେ ଆପଣା ମାନଙ୍କ ଦେଶରେ 2 ଗୁଣ ଅଂଶ ପାଇବେ, ସେମାନଙ୍କର ଅନନ୍ତ କାଳ ସ୍ଥାୟୀ ଆହ୍ଲାଦ ହେବ। କାରଣ ଆମେ ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ, ଆଉ ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତ କାଳ ସ୍ଥାୟୀ ଏକ ନିୟମ କରିବା। ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶ ମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀ ସମୂହ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ। ମୁଁ ସଦାପ୍ରଭୁଙ୍କ ଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋ ପରମେଶ୍ୱରଙ୍କ ଠାରେ ଉଲ୍ଲସିତ ହେବ। କାରଣ ବର ଯେପରି ଭୂଷଣରେ ଆପଣଙ୍କୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣଙ୍କୁ ଭୂଷିତ କରେ, ସେପରି ସେ ପରିତ୍ରାଣ ରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମ ରୂପ ରାଜବସ୍ତ୍ରରେ ମୋତେ ଆହ୍ଲାଦିତ କରିଅଛନ୍ତି। କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥ ସବୁ ଅଙ୍କୁରିତ କରେ, ସେପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀ ମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ। ଏ ଯାଇ ପ୍ରଭୁ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ। ପ୍ରଭୁ এই ଜୀବିତ ବାକ୍ୟ ଦେଇ ପ୍ରତ୍ୟେକଙ୍କୁ ବହୁ ରୂପେ ଆଶୀର୍ବାଦ କରନ୍ତୁ। ଖ୍ରୀଷ୍ଟରେ ପ୍ରିୟ ଈଶ୍ୱରଙ୍କର ସନ୍ତାନ ସନ୍ତତି ଗଣ, ଆଉ ସର୍ବପ୍ରଥମେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ଯେହେତୁ ସେଇ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗ୍ରହ ଏବଂ ଦୟା ଆମମାନଙ୍କର এই ମାଟିର ଜୀବନ ମଧ୍ୟରେ ତାଙ୍କରି ପ୍ରାଣବାୟୁ ଆଉ ପ୍ରଭାବିତ ଆଉ ଜୀବିତ ପ୍ରାଣୀ ଭାବେ ରଖିଅଛି। ପୁଣି ଆମ ସମସ୍ତଙ୍କୁ ଆଜିର ଏଇ ଆପାତକାଳୀନ ପରିସ୍ଥିତି ମଧ୍ୟରେ ମଧ୍ୟ ଆଉ ତାଙ୍କରି ସେବା ଅପସାରଣ କରିବା ପାଇଁ ଆଉ ସୁଯୋଗ ପ୍ରଦାନ କରି ଆସୁଅଛନ୍ତି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେବା। ଆଉ ବିଶେଷ କରି ଆମମାନେ ଯେତେବେଳେ ଆଉ ଖ୍ରୀଷ୍ଟଙ୍କର ସନ୍ତାନ ସନ୍ତତି, ଆମମାନେ ସମସ୍ତେ ଜ୍ଞାତ ଅଟୁ ଯେ ପିତା ପରମେଶ୍ୱର ମନୁଷ୍ୟକୁ ସରଳ ଭାବେ ନିର୍ମାଣ କଲେ, ପୁଣି ଏଇ ଜଗତ ମଧ୍ୟରେ ବର୍ଦ୍ଧିଷ୍ଣୁ ହୋଇ ପରିପୂର୍ଣ୍ଣ କରିବା ପାଇଁ
ଆଉ ସେ କଣ କଲେ ଆଶୀର୍ବାଦ କଲେ। କିନ୍ତୁ ମନୁଷ୍ୟ ଈଶ୍ୱରଙ୍କର ଆଜ୍ଞା ଅମାନ୍ୟ କରି ପାପର ବନ୍ଧନରେ ଆବଦ୍ଧ ହେବା ପରେ ତାହାର ମଧ୍ୟରେ ଆଉ କ୍ରୋଧ, ହିଂସା, ସ୍ୱାର୍ଥପରତା ଇତ୍ୟାଦି ଦେଖା ଦେଇଥିଲା। ଆଉ ଫଳରେ ମନୁଷ୍ୟ ଜଗତରେ ବର୍ଦ୍ଧିଷ୍ଣୁ ହେବା ସଙ୍ଗେ ସଙ୍ଗେ ଆଉ ସେ ଈଶ୍ୱରଙ୍କ ଠାରୁ ଦୂରେଇ ଗଲା ଏବଂ ମଧ୍ୟ ସେ ପାପ ଓ ମୃତ୍ୟୁ ଓ ଶୈତାନର ବଶବର୍ତ୍ତୀ ହୋଇ ନିଜ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାତର ଅନ୍ତର ଜୀବନ ଯାପନ ଆରମ୍ଭ କରିଥିଲା। ଆଉ ସେହି ସମୟ ଠାରୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ସାମାଜିକ କ୍ଷେତ୍ରରେ ହଉ, ଆର୍ଥିକ କ୍ଷେତ୍ରରେ ହଉ, ରାଜନୈତିକ କ୍ଷେତ୍ରରେ ହଉ ଏବଂ ଧର୍ମୀୟ କ୍ଷେତ୍ରରେ ହଉ ଆଉ ପ୍ରତ୍ୟେକ ମନୁଷ୍ୟ ସମାନ ଥିବାର ଦେଖାଯାଏ ନାହିଁ। ପ୍ରତି କ୍ଷେତ୍ରରେ ଅସମାନତା ଦେଖା ଦେଇ ଆସୁଅଛି, ତାହା ମାନେ ଲକ୍ଷ୍ୟ କରୁଅଛୁ। ତେବେ ଆଜିର ଜଗତରେ ଆଉ ବିଷୟ ଯଦି ଆଉ ଆଜିର ଜଗତର ମନୁଷ୍ୟ ସମାଜ ବିଷୟରେ ଯଦି ଆମେ ଅଧ୍ୟୟନ କରୁ ଆଉ ତେବେ ଜାଣିପାରୁ ଯେ ଆଉ କୋଟି କୋଟି ଲୋକମାନେ ବିଭିନ୍ନ ଭାଗରେ ଦୁଃଖ ଏବଂ ନିର୍ଯାତନାର ଶିକାର ହୋଇ ଆଉ କାଳାତିପାତ କରି ଆସୁଅଛନ୍ତି। ଆଉ କେତେକ ଯୁଦ୍ଧ ଦ୍ୱାରା ସର୍ବହରା ବା ବିଧ୍ୱଂସ ଅବସ୍ଥାରେ ଜୀବନ ଯାପନ କରୁଅଛନ୍ତି। କେତେକ ମୁସଲିମ ମାନଙ୍କ ଅତ୍ୟାଚାର ଦ୍ୱାରା ସେମାନେ ସର୍ବହରା ହୁଅନ୍ତି। ଆଉ କେତେକ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ସେମାନେ ଜର୍ଜରିତ ଜୀବନ ଯାପନ କାଟନ୍ତି। ଆଉ କେତେକ ଅନାହାର ଦ୍ୱାରା ସେମାନେ ଆଉ ମନ୍ଥର ମୃତ୍ୟୁ ବା ଧୀର ମୃତ୍ୟୁର ଶିକାର ହେଉଅଛନ୍ତି। ପୁଣି କେତେକ ସମ୍ପୂର୍ଣ୍ଣ ଦାରିଦ୍ରତା ମଧ୍ୟରେ ଆଉ କାଳାତିପାତ କରି ଆସୁଅଛନ୍ତି। କେବଳ ଆଉ ଶାରୀରିକ ଭାବେ ନୁହେଁ କିନ୍ତୁ ଆତ୍ମିକ ଭାବରେ ମଧ୍ୟ ଏଇ ଜଗତରେ ମନୁଷ୍ୟ ବଞ୍ଚିବା ପାଇଁ ସଂଘର୍ଷ କରି ଚାଲି ଆସି ଏହା ମନୁଷ୍ୟ ସମାଜରେ ଆଉ ଏଟା ଆବାହମାନ କାଳରୁ ଆଉ ଚାଲି ଆସୁଅଛି। ତେବେ ସମାଜରେ ବାସ କରୁଥିବା ଏଭଳି ଦିନହୀନ ମାନଙ୍କ ଆଉ ସେଇ ହାହାକାର କ୍ରନ୍ଦନରୁ ଲୁହ ପୋଛିବା ପାଇଁ, ସମାଜ ମଧ୍ୟରେ ସେମାନଙ୍କର ଅସ୍ତିତ୍ୱର ପରିଚୟ ଦେବା ପାଇଁ ଏବଂ ତାଙ୍କର ସମସ୍ତ ପତିତ ପରିସ୍ଥିତିରୁ ମୁକ୍ତି ଦେବା ପାଇଁ ବା ଉଦ୍ଧାର କରିବା ପାଇଁ ପିତା ପରମେଶ୍ୱର ଏକ ପରିତ୍ରାଣର ଯୋଜନା ପ୍ରସ୍ତୁତ କରନ୍ତି। ଆଉ ଯାହାକୁ ଆମ୍ଭେ ଈଶ୍ୱରଙ୍କର ଦ୍ୱୈତ କାର୍ଯ୍ୟ ବା ଗୋଡ୍ସ ମିଶନ ବୋଲି ଆମେ କହିଥାଉ। ଆଉ ପ୍ରଥମତଃ ଏଇ ଯୋଉ ଈଶ୍ୱରଙ୍କର ସେଇ ଦ୍ୱୈତ କାର୍ଯ୍ୟକୁ ଆଉ ଈଶ୍ୱର ତାଙ୍କର ଅଂଶୀଦାର ଭାବରେ ଇସ୍ରାଏଲ ମାନଙ୍କୁ ମନୋନୀତ କରି ଆଉ ସେଇ ଦ୍ୱୈତ କାର୍ଯ୍ୟକୁ ବା ମିଶନ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ତାହା ବିଫଳ ହୋଇଥିଲା। ଆଉ ଯଦ୍ୱାରା ସେ ତାଙ୍କର ଅଭିଷିକ୍ତ ଜଣକୁ ମନୋନୀତ କରି ସେଇ ମିଶନ କାର୍ଯ୍ୟକୁ ଆଉ ସଫଳ କରିବାକୁ ମନସ୍ଥ କଲେ। ପୁଣି ସେଇ ଅଭିଷିକ୍ତ ଜଣକର କାର୍ଯ୍ୟର ଇସ୍ତାହାର ଆଉ କଣ କଣ ସବୁ ରହିବ ତାହା ପଠିତ ଶାସ୍ତ୍ରାଂଶ ମାଧ୍ୟମରେ ସେ ଆଜି ଆମମାନଙ୍କୁ ପ୍ରକାଶ କରନ୍ତି ଏବଂ ସେଇ ଶାସ୍ତ୍ରାଂଶ ମାଧ୍ୟମରେ ଆଉ ସେଇ ଅଭିଷିକ୍ତ ଜଣଙ୍କର କାର୍ଯ୍ୟ ବିଷୟରେ ଆମମାନଙ୍କୁ ଜଣାନ୍ତି। ତେଣୁ ଏଇ ପଠିତ ଶାସ୍ତ୍ରାଂଶର ମୁଖ୍ୟ ପ୍ରସଙ୍ଗ ଭାବେ ଆମେ ଏହିପରି ଭାବେ ନେଇପାରିବା, ଦି ମିଶନ ଏଜେଣ୍ଡା ଅଫ ଗଡ ଆଣ୍ଡ ହିଜ anointed one। ଈଶ୍ୱର ଏବଂ ତାଙ୍କ ଅଭିଷିକ୍ତ ଜଣଙ୍କ ମିଶନ କାର୍ଯ୍ୟର ଇସ୍ତାହାର ବା କାର୍ଯ୍ୟସୂଚୀ ଭାବରେ ଆମେ ମୁଖ୍ୟ ପ୍ରସଙ୍ଗ ନେଇ ଆମେ ବୁଝିପାରିବା। ତେବେ ସେଇ ଈଶ୍ୱର ଏବଂ ମଧ୍ୟ ଅଭିଷିକ୍ତ ଜଣଙ୍କର ମିଶନ କାର୍ଯ୍ୟର ପ୍ରଥମ ଆଉ କାର୍ଯ୍ୟସୂଚୀ ହେଉଛି ଯେ ନମ୍ର ବା ଦିନହୀନ ବା ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ବା ଘୋଷଣା କରିବା ପ୍ରଥମ ଆଉ ଏଜେଣ୍ଡା ବା କାର୍ଯ୍ୟସୂଚୀ ଭାବରେ ପ୍ରକାଶ କରାଯାଏ। ତେବେ ଆଉ ଆମେ ଯଦି ଦେଖ ଏଇ ପ୍ରକାର ଲୋକମାନଙ୍କ ପ୍ରତି ଅର୍ଥାତ ଏଇ ଦିନହୀନ ଲୋକମାନଙ୍କ ପ୍ରତି ଆଉ ସଦାପ୍ରଭୁ ପରମେଶ୍ୱର ଆଉ ପ୍ରାରମ୍ଭରୁ ହିଁ ଆଉ ସେ ମନୋଯୋଗୀ ଥିଲେ। ଆଉ ସେମାନଙ୍କ ପ୍ରତି ସଦା ସର୍ବଦା ଆଉ ଆଦ୍ୟରୁ ସେ ମନୋଯୋଗୀ ପରମେଶ୍ୱର ଥିଲେ। ଯଦ୍ୟପି ମନୁଷ୍ୟ ତାଙ୍କର ବିରୁଦ୍ଧାଚରଣ କଲା ଆଉ ତାଙ୍କର ଆଜ୍ଞା ମନେ କଲା, ତଥାପି ପ୍ରାରମ୍ଭରୁ ହିଁ ଏଇ ଦିନ ଦୁଃଖୀ ଦରିଦ୍ର ବିଧବା ଅନାଥ ନିରାଶ୍ରୟଙ୍କ ପ୍ରତି ସେ ମନୋଯୋଗୀ ପରମେଶ୍ୱର ଅଟନ୍ତି। ତେବେ ଆମେ ଦେଖୁଛୁ ଯଦି କିଛି ଶାସ୍ତ୍ରାଂଶକୁ ଆମେ ସ୍ମରଣରେ ଆଣିବା ଆଉ ଦ୍ୱିତୀୟ ବିବରଣୀ ପୁସ୍ତକ 24 ଅଧ୍ୟାୟ 19 ଏବଂ 20 ପଦ ଆଉ ଆୟୁବଙ୍କ ପୁସ୍ତକ 29 ଅଧ୍ୟାୟ 12 ଏବଂ 15 ଏବଂ 16 ପଦ, ପୁଣି ଜିସାୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 29 ତାର 18 20 ଏବଂ 35 ଅଧ୍ୟାୟ ତାର 4 ପଦରୁ 6 ପଦ, এই সমস্ত শাস্ত্রাংশ গুড়িকরে
आमने आओ ताहा देखिबा को पाउछु यथा कोन सब देखिबा को पाउछु ना अनाथ विधवा अंध छोटा एवं आशा शून्य व्यक्ति एवं मुक लेंगड़ा भग्नांतकरण एवं आत्मारे दिनहीन समस्त प्रति आउ से मानकर से दिनावस्थार मुक्ति अच्छी बा परित्राण अच्छी आउ से माने जेबे अन्य मान को द्वारा जत्नशील हेबे आ परमेश्वर से मान को प्रति आ जत्नशील अटंती यह प्रकाश करा जाए तेबे एही प्रकार लोक मान को प्रति जे सेही आ अभिषिक्त जनक आ कोन करिवे जे तुम मान को निमंते मुक्ति अच्छी तुम मान को निमंते परित्राण अच्छी आ तुम मान को आ निराश होबार समय नाही किंतु आशा रखे आ तुम्हें जीवन यापन करबा कहबो एही शुभ संवाद प्रचार करबा हेउचे सेही अभिषिक्त जनकर मिशन कार्यर प्रथम इस्ताहार तापरे आमने देखो जे द्वितीय विषय रे एठार आमने देखो जे बंदी मान को निकटरे आ मुक्तिर घोषणा यह से ईश्वर एवं मध्य से अभिषिक्त जनकर कार्यर द्वितीय इस्ताहार तेबे अभिषिक्त जनक तांकर कार्य सूची रे आ बंदी मान को मुक्तिर विषय घोषणा बा प्रचार करबा विषय अटे तेबे आमने जदि देखो तेबे बाइबल प्रकार आमने तीन प्रकार बंदी मान को मुक्त करबा विषय आ प्रस्थित बा प्रभुकर जीवंत वाक्य रे प्रकाश करा जाए प्रथम विषय है दोषयुक्त है कारागार रे बंदी थिबा बंदी मान को जे माने सामाजिक जीवन रे एई जगत रे बंचु बंचु आ विभिन्न क्षेत्र से माने आ दोष करंती आ से मान को आ से माने कारागार रहंते सेही बंदी मान को मुक्तिर विषय आ घोषणा करिया कहा जाए एवं द्वितीय विषय शारीरिक रोग रे आ बंदी थिबा लोकन को आ लोक माने विभिन्न प्रकार शारीरिक रोग रे आ जे माने बंदी अछंती आ से मान को आ से बंदी रो मुक्त करिया पई एवं मध्य आ एई जगत रो मनुष्य शैतान एवं मध्य आत्मिक भाबरे जे माने बंदी अछंती से मान को आ मुक्तिर विषय घोषणा करबा होचे जे सेही अभिषिक्त जनकर मिशन कार्यर इस्ताहार अटे तबे आमाने एठारे देखो तो जे माने ए जगत मध्य रे दोषयुक्त है कारागार रे अछंती आ से मान को आ सेही खबर बा मुक्ति केउ भाव देबो ना आ सेही कार्य आ नो करिवा पय प्रभुकर जीवंत वाक्य आ जहा कि आ सदा सर्वदा शिक्षा दे जे क्रोध हिंसा खल कपटता किबा चोरी बेविचारी किबा आ हत्या ए सब नो करिया पय आ सेही आ अभिषिक्त जनक आ सुसमाचार प्रचार द्वारा आ दोषयुक्त होई कारागार थिबा बंदी मान को मुक्तिर आ संभाषण दियंते तापर शारीरिक आ रोग रे बंदी थिबा लोक मान को मध्य से मुक्तिर खबर अर्थात शारीरिक सुस्थता आ तांकर हस्त रे रही अछि सेही अभिषिक्त जनक आ सेही शारीरिक जे कोन से प्रकार रोग रो आ सुस्थकारी अटंती आ ताहा से मान को से जणांती तापर शैतान एवं मध्य आत्मिक भाव रे बंदी थिबा लोक मान को अर्थात आमान जदि देखिबा सेही अभिषिक्त जनक आ से पाप क्षमा देवार अधिकारी अटंती एवं मध्य से पाप क्षमा देवा एवं मध्य तांको आ से निजर करबा ताहा होचे तांकर मिशन कार्यर मुख्य विषय सामाजिक अर्थ रे जदि आमन कहबा आ जे मानकर धर्म नाही आ धर्म रो बाहर थिबा लोक मान को आ भीतर को आनिबा होचे आ बंदीरो मुक्ति जे माने आ धर्म कोन ताहा मध्य से मान को जीवन रे आ रही नथिला आ सेही भली लोक मान को आ भीतर को आनिबा बा सेही अभिषिक्त जनक निजर करबा होचे तांकरी मुख्य कार्य तापर तृतीय विषय टा हम देखो तो जे सेही सुकार्त समस्त को इस्राएल सुकार्त एवं अन्य सुकार्त बा उपद्रव प्राप्त लोक मान को जे सांत्वना करबा होचे सेही जे अभिषिक्त जनकर मिशन कार्यर इस्ताहार तेबे आम माने देखो तो एठी ए पठित अंश रे कहा गला दुखर परिवर्ते सुख देवा हेउची सेही अभिषिक्त जनकर मिशन कार्यर इस्ताहार अटे तेबे एई जगत मध्य रे आम माने देखो तो अनेक लोक जे माने मुष्टिमय एवं प्रभावशाली आ से माने कोन करंती आ अनेक को आ दरिद्र हेबा को बाध्य करंती आ से मान को उपद्रव बा लोक मान बोली कहा जाए किबा से मान को सुकार्त लोक बोली कहा जाए आ किबली भाबरे ना मास्टर एवं स्लेव जोडा माने देखो तो जे
गोटे मुनिब एवं दास आउ मुनिब केबे मध्य से दास को आउ जड़े से ज्ञानी हो धनी हो माने हो आउ उच्च सम्मान पाओ यह केबे मध्य इच्छा करे नहीं मनुष्य समाज आउ ए सामाजिक इतिहास को जदि आम अध्ययन करो आउ बलपूर्वक भावे आउ अनेक लोक दरिद्र हेबा पई अनेकों को साप पकाई थांती सेमान को कौन से दिगरे आउ सुविधा सुजोग आउ दे न थांती आउ सेमान को आउ सेही शोक एवं दुखर आउ सांत्वना देवा होते जे अभिषिक्त जनकर आउ मिशन कार्य तेबे सही अभिषिक्त जनक किए आम माने आजिर पठित अंश आम देखो आउ 1 ରୁ 11 पद आम जदि ध्यान करबा ताले बहुत समय आवश्यक हबो किंतु आम माने केवल आउ से अभिषिक्त जनक आउ से आउ ये समस्त कार्य करिवे बोली आउ सदाप्रभु परमेश्वर जा वाक्य माध्यम प्रकाश कले आउ से अभिषिक्त जनक किए आउ से होतंती आम माने जहां को पूजा उपासना करी आसोचो जहां ठारे आम विश्वास करूतो आउ से ख्रीष्ट जीशु आउ पुणी ए समस्त आउ मिशन कार्य आउ ए मिशन रो इस्ताहार आउ तांकर शरीर धारण एवं तांकरी कार्य रे आउ प्रकाशित होइथिला पुणी से कार्य आरंभ करिया पूर्वे आउ ख्रीष्ट जीशु ए जगत मध्य देह धारण कले एवं मध्य से कार्य आरंभ करिया पूर्वे तांकर कार्य कोन ताहा लोक 4 अध्याय 16 ରୁ 21 पद मध्य रे एई अंश अनुसार से आउ प्रकाश करथिले तेबे प्रिय भाई एवं भौणी माने आउ आमान जदि देखो तेबे एई कार्य ख्रीष्ट जीशु ठारे सफल होइथिला तेबे आमाने देखो तो पवित्र धर्मशास्त्र आउ से कौन करते ख्रीष्टों विषय रे आउ से प्रकाश करुचे किंतु आममानकर आउ से ख्रीष्ट कौन करते ना से आउ से धर्मशास्त्र को व्याख्या करते तबे दिस स्क्रिप्चर्स डिस्क्राइब द क्राइस्ट बट क्राइस्ट एक्सप्लेन द स्क्रिप्चर तबे एई ठारे आमान देखो तो जे आउ धर्मशास्त्र आउ ख्रीष्टों को से आउ प्रकाश करे किंतु ख्रीष्ट से धर्मशास्त्र को व्याख्या करते तेणु आम ये जो वाक्य अनुसार जदि देखा तेरे ख्रीष्ट जीशु तांकरी मिशन कार्य को त्वरान्वित करने आज प्रत्येक विश्वासी विश्वासिनी सर्वसाधारण समस्त ख्रीस्टियन मान को से दायित्व प्रदान करते तेरे से कहते जे आम जदि देखा ताले ये जो अंश 6 पदरे कहगला कहीं ना तुम्हें माने सदाप्रभु को जाजक बोली विख्यात हेब नूतन नियम से वाक्य को आ जाए तुम माने एक पवित्र जाति एवं राजकीय जाजक वर्ग तेणुक आम को जे ख्रीष्ट जीशु ठारे विश्वास करने द्वारा आउ जाजक एवं राजकीय वर्ग भाव जाजक वर्ग एवं राजकीय वंश एवं पवित्र जाति भाव आम माने घोषित होइछु तेणुक आम दायित्व जे ख्रीष्ट जीशु आउ थोरे आउ जेतेबेले शिष्य माने तांको प्रश्न करथिले तेबे आउ थोरे आउ सेमान को निकट रे राज्य भार अर्पण करिवे कि आउ सेतेरे जीशु किछि ही उत्तर दे नथिले शिष्य माने चिंता करथिले जे आउ जीशु किछिटा गोटे करिवे आउ जीशु किछि गोटे करिवे बोली से माने आशा रखिथिले किंतु जीशु आउ शेष रे सेमान को कहउछन्ति कोन तुम्हे माने मोहर साक्षी हुओ आ तुम्हें माने मोहर साक्षी हो तेबे आम माने सही अनुसार जदि आम माने राजकीय जाजक वर्ग तेबे ख्रीष्ट जीशुंकर कार्य को जहाँकि पिता परमेश्वर तांकरी से मिशन कार्य को तांकरे अभिषिक्त जनक ख्रीष्ट जीशुंक ठारे प्रदान कले ख्रीष्ट जीशु आज सही राजकीय जाजक वर्ग समस्त को सही भार अर्पण करुछन्ति तेबे आम माने समस्ते आउ सही ईश्वरंकर मिशन कार्यर आउ मिशन कार्यर पार्टनर बा अंशीदार अटु तेबे आम माने से मिशन कार्य को त्वरान्वित करवा होचे आम मानकर मुख्य कार्य तेबे वर्तमान आउ से ख्रीष्ट आउ कोन करछन्ते के वाक्य को आउ से कोन करछन्ते बुझाउछन्ते तेनु करी आम माने सेही प्रकार कार्य करवा आवश्यकता रही अछि तेबे प्रिय भाई एवं भणी माने आज जगत मध्य आउ आम माने ख्रीस्टियन व्यक्तिगत भाव एवं मध्य आउ मांडलिक भाव आउ ख्रीष्ट जीशुंकर एवं ईश्वरंकर से मिशन कार्य को आमाने आगे नेबा को हबो किंतु केउ प्रकार जे जीशुंकर एजेंडा प्रकार जीशु ख्रीष्ट जाओ जो एजेंडा रे आ से कार्य करथिले आज प्रत्येक व्यक्ति विशेष ख्रीस्टियन एवं मांडलिक ख्रीस्टियन आउ सेही एजेंडा अनुसार
କାର୍ଯ୍ୟ କରିବାକୁ ହେବ କିନ୍ତୁ ଆଉ ଆଜିର ମଣ୍ଡଳୀ ମଧ୍ୟରେ ଅନେକ ମଣ୍ଡଳୀ ଖ୍ରୀଷ୍ଟିଆନ ମଣ୍ଡଳୀ ରହିଅଛି ଯେଉଁମାନେ କି ଖ୍ରୀଷ୍ଟ ଯୀଶୁଙ୍କର ସେଇ ଆଜେଣ୍ଡା ଅନୁସାରେ ମଣ୍ଡଳୀ ପରିଚାଳନା କରନ୍ତି ନାହିଁ। ଆଉ ଯଦି ଆମେ ଦେଖିବା ତେବେ ଏଠାରେ ଯାହା କୁହାଯାଉଛି ଯଦି ଆମେ କହିବା ଯେ ଆଜିର ମଣ୍ଡଳୀ ନିମନ୍ତେ ଆମମାନଙ୍କୁ ଆହ୍ୱାନ କରାଯାଏ ଯେ ତୁମେ ମାନେ ଉର୍ଦ୍ଧ୍ୱ ଦୃଷ୍ଟି କରିବା। ତେବେ ଆଜିର ଖ୍ରୀଷ୍ଟିଆନ ମାନଙ୍କୁ ଆମମାନଙ୍କୁ ଶିକ୍ଷା ଦିଆଯାଏ ଯେ ଲୁକ୍ ଅପ୍ ବା ଉର୍ଦ୍ଧ୍ୱ ଦୃଷ୍ଟି କର ବା ଉର୍ଦ୍ଧ୍ୱ ଦୃଷ୍ଟି କରିବା। ଆଉ ଉର୍ଦ୍ଧ୍ୱରୁ ଆଗତ ଶକ୍ତି ଆଉ ଆଗତ ଇଚ୍ଛାକୁ ଆମେ ଗ୍ରହଣ କରିବା। ପ୍ରଥମତଃ ଏଠାରେ ଆମେ ଦେଖୁଛୁ ଅଭିଷିକ୍ତ ଜଣକ ପବିତ୍ର ଆତ୍ମା ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହେଲା। ତେବେ ଆମେ ଯଦି ଦେଖୁ ଯେ ଯୀଶୁ ଖ୍ରୀଷ୍ଟ କହନ୍ତି ଯେ ମୁଁ ଯେଉଁ କାର୍ଯ୍ୟ କରୁଛି ଆଉ ସେଇ ଅନୁସାରେ ତମେ ପରିଚାଳିତ ହୁଅ। ଆଉ ମୁଁ ଯେପରି ପ୍ରେମୀ ତୁମମାନେ ମଧ୍ୟ ସେହିପରି ପ୍ରେମୀ ହୁଅ। ମୁଁ ଯେପରି କ୍ଷମାକାରୀ ତୁମମାନେ ମଧ୍ୟ ସେହିପରି କ୍ଷମାକାରୀ ହୁଅ। ଆଉ ମୁଁ ଯେପରିକି ଅନ୍ୟ ପ୍ରତି ଦୟାଶୀଳ ତୁମମାନେ ମଧ୍ୟ ସେହିପରି ଦୟାଶୀଳ ହୁଅ। ଏବଂ ଆଜିର ଜଗତରେ ଆଉ ଯେଉଁମାନେ ପଡି ରହିଛନ୍ତି ସେଭଳିଆ ଲୋକ ସେମାନଙ୍କ ନିକଟରେ ସେଇ ଶୁଭ ସମ୍ବାଦ ଘୋଷଣା କର। ତାପରେ ଦ୍ୱିତୀୟ ବିଷୟ ଆମକୁ ଆଜି କୁହାଯାଏ ଲୁକ୍ ଆରାଉଣ୍ଡ, ପରିପାର୍ଶ୍ୱକୁ ଦେଖିବା। ପରିପାର୍ଶ୍ୱକୁ ଦେଖ ତୁମମାନେ। ଯଦି ଆଜି ପ୍ରତ୍ୟେକ ବ୍ୟକ୍ତି ବିଶେଷ ଖ୍ରୀଷ୍ଟିଆନ ଯଦି ନିଜର ପରିପାର୍ଶ୍ୱକୁ ଯଦି ଅନାଇବ ତାହେଲେ ତାର ଜୀବନରେ ବା ସେ ଅନେକଙ୍କୁ ବା ଦିନହୀନ ଏବଂ ମଧ୍ୟ ଦିନ ଦୁଃଖୀ ଦରିଦ୍ର ବିଧବା ଅନାଥ ନିରାଶ୍ରୟ ଅନ୍ଧ ଛୋଟା ଘୁଙ୍ଗା କୁଷ୍ଟି ବଧିର କିମ୍ବା ଏ ସମସ୍ତ ଅର୍ଦ୍ଧନଗର ବିଶିଷ୍ଟ ଆଉ ସ୍ୱଭାବ ଲୋକ ଏଭଳିଆ ଅନେକ ଆମମାନଙ୍କର ଆଖି ଆଗରେ ଦେଖାଯିବେ। ତେବେ ଏଇଟା ହଉଛି ଏଇଭଳିଆ ଲୋକମାନଙ୍କ ନିକଟରେ ଆଉ ସେମାନଙ୍କର ସମ୍ପୂର୍ଣ୍ଣ ସେବା ସାହାଯ୍ୟ ଏବଂ ତାହା ହଉଛି ଯେ ମାଣ୍ଡଳିକ କାର୍ଯ୍ୟ ସେଟା ହଉଛି ମିଶନ କାର୍ଯ୍ୟର ଆଉ ଖ୍ରୀଷ୍ଟ ଯୀଶୁଙ୍କର ଏଜେଣ୍ଡା। ଆଉ ସେଇ ଏଜେଣ୍ଡା ଅନୁସାରେ ଆଜି ମଣ୍ଡଳୀ କାର୍ଯ୍ୟ କରିବା ଆବଶ୍ୟକତା ରହିଅଛି। କିନ୍ତୁ ଅନେକ ସମୟରେ ଆମେ ଦେଖୁଛୁ ଆମମାନଙ୍କର ଖ୍ରୀଷ୍ଟିଆନ ମଣ୍ଡଳୀ ଯେ ଏଇ ଦିନ ଦୁଃଖୀ ଦରିଦ୍ର ବିଧବା କିମ୍ବା ଯଦି ଆମେ କହିବା ଯେଉଁମାନେ କି ଆଉ ବିଭିନ୍ନ ପ୍ରକାର ବନ୍ଦୀ ଅବସ୍ଥାରେ କିମ୍ବା ଆଉ ଯେଉଁମାନେ ସମ୍ପୂର୍ଣ୍ଣ ଦୁଃଖିତ ଅବସ୍ଥାରେ ଅଛନ୍ତି ସେମାନଙ୍କ ପ୍ରତି ବିଶେଷ ମନୋଯୋଗୀ ହେବାର ଦେଖାଯାଏ ନାହିଁ। କିନ୍ତୁ ଆମେ ଖ୍ରୀଷ୍ଟିଆନ ମଣ୍ଡଳୀ ଆମେ ସବୁ ଆଉ we all are the partners of God's mission ବୋଲି ଆମେ କହିଥାଉ। କିନ୍ତୁ ଈଶ୍ୱରଙ୍କର ଆଜେଣ୍ଡା ଅନୁସାରେ ଆମମାନଙ୍କର ମଣ୍ଡଳୀକୁ ପରିଚାଳନା କରିପାରି ନଥାଉ। ତେଣୁକରି ଆମେ ଧ୍ୟାନ ଦେବା ଆବଶ୍ୟକ ଯେ ଏଇ ଯୋଉ ଆମମାନଙ୍କର ଏଜେଣ୍ଡା ରହିଅଛି ସେଇ ଏଜେଣ୍ଡା ଅନୁସାରେ ଆମେ ଆମମାନଙ୍କର ମଣ୍ଡଳୀକୁ ପରିଚାଳନା କରିବା ଆବଶ୍ୟକ। ତୃତୀୟରେ ଆମମାନଙ୍କୁ ଲୁକ୍ ଇନ୍, ଆଉ ତୃତୀୟ ହେଲେ ଭିତରକୁ ଦେଖିବା, ନିଜକୁ ଦେଖିବା ଆଉ ନିଜର ଅନ୍ତରକୁ ଦେଖିବା। ଯଦି ଆମମାନଙ୍କର ଏଇ ବ୍ୟକ୍ତିଗତ ଜୀବନ ମଧ୍ୟରେ ଅହଂଭାବ ଅଛି, ସ୍ୱାର୍ଥପରତା ମନୋଭାବ ଅଛି, କ୍ରୋଧ ଅଛି, ହିଂସା ଅଛି, କୋପଟତା ରହିଛି ତାହେଲେ ଆମେ ନିଶ୍ଚିତ ଭାବରେ ତାହାକୁ ସମାଧି ଦେବାକୁ ଚେଷ୍ଟା କରିବା। ଆଉ ସେ ସମସ୍ତ ବିଷୟକୁ ସମାଧି ଦେବା ଏବଂ ପ୍ରେମ ଶାନ୍ତି ଏବଂ ମିଳନତା ମଧ୍ୟରେ ଏଇ ଜଗତ ମଧ୍ୟରେ ବସବାସ କରୁ କରୁ ଆମେ ସମସ୍ତେ ଆଉ ସେଇ ଖ୍ରୀଷ୍ଟ ଯୀଶୁ ବା ଯୋଉ ଅଭିଷିକ୍ତ ଜଣଙ୍କର ମିଶନ କାର୍ଯ୍ୟର ଅଂଶୀଦାର ଅଟୁ। ସେଇ ମିଶନ କାର୍ଯ୍ୟକୁ ଆମମାନଙ୍କୁ ଆଉ ଶେଷ ସୀମା ପର୍ଯ୍ୟନ୍ତ ଆଉ ବହି ନେବାକୁ ହବ। ତେବେ ଆମେ ନିଶ୍ଚିତ ଭାବରେ ଧ୍ୟାନ ଦେବା ଆବଶ୍ୟକ ଯେ ଆମମାନଙ୍କ ମଧ୍ୟରେ ଆଉ ଯୋଉ ଆଉ ଏଜେଣ୍ଡା ପ୍ରକାଶ କରାଯାଇଛି ସେଇ ଏଜେଣ୍ଡା ପ୍ରକାରେ ଆଉ ମଣ୍ଡଳୀ ପରିଚାଳନା କରିବା ଦରକାର। କିନ୍ତୁ ଆମେ ଦେଖୁଛୁ ଯେ ଅନେକ ଲୋକ କେବଳ ଆଉ ଧର୍ମ ପ୍ରଚାର ବା ଆମେ ଧର୍ମ ଆଉ ଜୀବନ୍ତ ବାକ୍ୟ ଆଉ ସେମାନେ ପ୍ରକାଶ କରନ୍ତି ଆଉ ଶିକ୍ଷା ଦିଅନ୍ତି। କେତେ ଗୁଡିଏ ମଣ୍ଡଳୀରେ କେବଳ ଧର୍ମ ଶିକ୍ଷା ଛଡା ଅନ୍ୟ କିଛି ଦେଖାଯାଏ ନାହିଁ। ଆଉ କେତେ ଗୁଡିଏ ମଣ୍ଡଳୀ ମଧ୍ୟରେ ଆଉ ଧର୍ମ ଶିକ୍ଷା ଛାଡି କେବଳ ସେବା ଏବଂ ମଧ୍ୟ ସାହାଯ୍ୟ ଏଇଭଳି ଆଉ ଦେଖାଯାଏ। କିନ୍ତୁ ଆଉ ଶାରୀରିକ ଏବଂ ଆତ୍ମିକ ଭାବରେ ଆଉ ଯୋଉ ଖ୍ରୀଷ୍ଟ ଯୀଶୁ ଆଉ ବିଶେଷ କରି ଈଶ୍ୱର ତାଙ୍କରି ସେଇ ଅଭିଷିକ୍ତ ଜଣଙ୍କର କାର୍ଯ୍ୟର ଇସ୍ତାହାର ପ୍ରକାଶ କରୁଛନ୍ତି ଶାରୀରିକ ଏବଂ ଆତ୍ମିକ ଭାବରେ ବୁଦ୍ଧିସାଧିତ ହେବା ପାଇଁ। ତାହା ଅନୁସାରେ ଆମେ ବ୍ୟକ୍ତିଗତ ଜୀବନକୁ ଗଠନ କରିବା ଏବଂ ମଧ୍ୟ ମାଣ୍ଡଳିକ ଜୀବନକୁ ଆମେ ସେଇ ଅନୁସାରେ ବ୍ୟବହାର କରିବା। ତେବେ ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ ଏଇ ବାକ୍ୟ ଦ୍ୱାରା ଆମମାନଙ୍କର ଖ୍ରୀଷ୍ଟୀୟ ବିଶ୍ୱାସ ଜୀବନକୁ ଆଉ ଦୃଢୀଭୂତ କରିବା ପାଇଁ ତାଙ୍କର ପବିତ୍ର ଆତ୍ମ ସହାୟତା ଆମ ସମସ୍ତଙ୍କ ଜୀବନରେ ଦାନ କରନ୍ତୁ। ଆମେନ୍। ଆସନ୍ତୁ ଆମେ ପ୍ରାର୍ଥନା କରିବା।
प्रार्थना परे परे समस्ते मिलित भाव प्रभु प्रार्थना एवं आशीर्वाद पर आज संध्या काल उपासना को सांग करवा। प्रेम स्वर्गस्थ पिता तुमरी प्रेम पापिष्ट मनुष्य मान प्रति अतीब भाव तुम प्रकाश कर। हाँ प्रभु मनुष्य तुमरी आज्ञा मन कला पाप पतित है अनुग्रह कर तुम से प्रेम द्वारा से मनुष्य मान को मुक्ति देवा निमंते परित्राण देवा निमंते समस्त क्लेश ठारू उद्धार करने निमंते इच्छा प्रकाश कल। पुणी तुमरी प्रिय पुत्र ख्रीष्ट जी शरीर धारण एवं मृत्यु एवं पुनरुत्थान द्वारा ता साधन कर स्मरण कर धन्यवाद दौचु कारण आम को से अनुग्रह बंचा सुजोग दिएछ से विश्वासमय जीवन में बंचा सुजोग दिएछ एथि धन्यवाद दौचु। प्रभु आम को विशेष दायित्व यही जगत बंची जाए तुम्हारी प्रिय पुत्र दान कर दायित्व को जेपरी आम सुचारू रूप चलाई पार एथि निमंते पवित्र आत्मा शक्ति द्वारा आम समस्त को आवर रख। प्रेम पिता परमेश्वर हाँ तुम से जीवंत वाक्य आज संध्या काल समय जिते जन श्रवण कर प्रभु से जीवंत वाक्य द्वारा अनुक्रम आशीर्वाद भर दियो व्यक्तिगत जीवन पारिवारिक जीवन एवं सामाजिक जीवन से हाँ प्रभु अनुग्रह आशीर्वाद तले रख। प्रेम पिता परमेश्वर हाँ प्रभु आम जपरी सदा सर्वदा केवल तुम गौरव देश व्यवहृत हो पुणे तुम से जीवंत वाक्य अनुसार परिचालित हो से निमंत आम समस्त पवित्र आत्मा द्वारा सदा सर्वदा सतर्कता एवं सुपरामर्श दे आम को प्रतिपालन कर। प्रभु तुम महान अनुग्रह दया द्वारा आगामी समय सकाशे आम समस्ते तुम गोटे समर्पित हो आम शरीर जीवन तुमरी हाँ प्रभु आम्भर इच्छा नुहे किंतु तुमरी महान इच्छा सफल कर बोली एतबेले प्रार्थना तुम से प्रिय पुत्र आम्भर त्राणकर्ता ख्रीष्ट जीशु नाम मागुछु दया ग्राह्य कर आमेन। हे आमनकर स्वर्गस्थ पिता तुम नाम पवित्र बोले मान्य हो तुम राज्य आसु जेपरी स्वर्ग से पृथ्वी रे तुम इच्छा सफल हो आज आम को प्रयोजन आहार दियो आम जेपरी आपण आपण क्षमा कर आम अपराध सब क्षमा कर परीक्षार आम को आण ना मात्र मंदिर रक्षा कर जन राज्य पराक्रम गौरव जुगे जुगे तुमर हो आमेन। सदा प्रभु तुमको आशीर्वाद करंतु तुमको रक्षा करंतु सदा प्रभु तुम पर अपना मुख तेज प्रकाश करंतु तुमको अनुग्रह करंतु सदा प्रभु तुम पर अपना मुख उठांतु और तुम को शांति दान करंतु आमेन।